ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ମାୟା ହାତ ଠାରି ଡାକେ। ଏହି ବିଷୟରେ ଆଜି ଆପଣମାନଙ୍କୁ କହିବି ଗୋଟିଏ ସୁନ୍ଦର କାହାଣୀ, ସନ୍ନ୍ୟାସୀରୁ ସଂସାରୀ। ଆସନ୍ତୁ ଦେଖିବା। ଗୋଟିଏ ଜଙ୍ଗଲରେ ଆଶ୍ରମଟିଏ ଥାଏ। ଆଶ୍ରମରେ ଜଣେ ଋଷି ସବୁବେଳେ ଈଶ୍ୱରଙ୍କ ଆରାଧନା କରୁଥାନ୍ତି। ପ୍ରତ୍ୟେକ ଦିନ ନିଜର ନିତ୍ୟକର୍ମ ସାରି ସେ ତପସ୍ୟାରେ ବସି ପଡ଼ନ୍ତି। ଘୋର ଧ୍ୟାନ କରନ୍ତି ଈଶ୍ୱରଙ୍କୁ ପାଇବା ପାଇଁ। ସନ୍ନ୍ୟାସୀ ଭଳି ଜୀବନଯାପନ କରୁଥାନ୍ତି। ଋଷି ମନେ ମନେ ଭାବୁଥାନ୍ତି, ମୁଁ ସନ୍ନ୍ୟାସୀ ଭଳି ରହିବି, ଈଶ୍ୱରଙ୍କ ପାଇଁ ଲାଗି ପଡ଼ିବି। କେବେ ବି ସଂସାରର ମାୟାରେ ପଡ଼ିବି ନାହିଁ। ସଂସାରର କୌଣସି ଜିନିଷ ମୋତେ ଆକର୍ଷିତ କରିପାରିବ ନାହିଁ। ଦିନକର ଘଟଣା। ଋଷି ଦେଖିଲେ ଯେ ତାଙ୍କର ଯେଉଁ ଦୁଇଖଣ୍ଡି ବସ୍ତ୍ର, ସେଥିରୁ ଗୋଟିଏ ବସ୍ତ୍ରକୁ ମୂଷାଟିଏ କାଟି ପକାଇଛି। ଋଷି ଏହା ଦେଖି ବହୁତ ମନ ଦୁଃଖ କଲେ। ସେ ଭାବିଲେ, କ'ଣ କରିବି? ଏଭଳି ହଇରାଣ ବାରମ୍ବାର ହେବାକୁ ପଡ଼ୁଛି। ମୂଷାଟି ମୋର ବସ୍ତ୍ରଟିକୁ କାଟି ଦେଉଛି। ମୁଁ ତ ସନ୍ନ୍ୟାସୀ, ନୂତନ ବସ୍ତ୍ର ଆଣିବା ମୋ ପକ୍ଷେ ସମ୍ଭବ ନୁହେଁ। ଋଷିଙ୍କର ଆଶ୍ରମ ଦେଇ ବାଟୋଇଟିଏ ଯାଉଥାଏ। ଋଷି ତାକୁ ଦୂରରୁ ଦେଖିଲେ। ପାଖକୁ ଡାକି ପଚାରିଲେ, ବନ୍ଧୁ, ମୁଁ ଜଣେ ସାଧକ, ଜଣେ ତପସ୍ୱୀ। ଏଇଭଳି ସମସ୍ୟାରେ ପଡ଼ିଛି। ଏଥିପାଇଁ ମୁଁ କ'ଣ କରିବି? ମୂଷାଟିକୁ ତ ମାରିପାରିବି ନାହିଁ। ତେବେ ଏଥିପାଇଁ ମୁଁ କ'ଣ କରିବି? ବାଟୋଇଟି କହିଲା, ମହାତ୍ମା, ଆପଣ ବିଲେଇଟିଏ ରଖନ୍ତୁ। ବିଲେଇ ମୂଷାକୁ ଜଗିବ, ମୂଷାକୁ ଖାଇବ। ଆପଣଙ୍କୁ କିଛି ଦୋଷ ଲାଗିବ ନାହିଁ। ଋଷି ବାଟୋଇଟିର କଥା ଶୁଣି ବିଲେଇଟିଏ ଆଣିଲେ ଏବଂ ନିଜ ପାଖରେ ତାକୁ ରଖିଲେ। କିଛିଦିନ ଭିତରେ ବିଲେଇ ସବୁ ମୂଷାଗୁଡ଼ିକୁ ମାରି ଖାଇଦେଲା। ତାପରେ ବିଲେଇ କ'ଣ ଖାଇବ? ଏହି ଚିନ୍ତାରେ ଋଷି ପଡ଼ିଲେ। ତେଣୁ ସେ ବିଲେଇକୁ କ୍ଷୀର ଦେବା ପାଇଁ ଗାଈଟିଏ ପାଳନ କରିବାକୁ ଭାବିଲେ। ମନେ ମନେ ଏଭଳି ପାଞ୍ଚି ଋଷି ଗାଈଟିଏ କିଣିକି ଆଣିଲେ। ଗାଈର ଖୁବ୍ ସେବା ଯତ୍ନ କଲେ। ପ୍ରତ୍ୟେକ ଦିନ ଗାଈ କ୍ଷୀର ବିଲେଇକୁ ଦେଇ ବିଲେଇକୁ ପୋଷିଲେ। କିଛିଦିନ ପରେ ଗାଈଟି ବାଛୁରୀଟିଏ ଜନ୍ମ ଦେଲା। ଦୁହିଁଙ୍କର ଯତ୍ନ ନେବା, ଦୁହିଁଙ୍କ ପ୍ରତି ସମୟ ଦେବା ଋଷିଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ। ସେ ପୁଣି ସମୟ କାଢ଼ି ଧ୍ୟାନ ତ କରିବେ ନା। ତେଣୁ ସେ ମନେ ମନେ ଭାବିଲେ, କିଛି ଶିଷ୍ୟଙ୍କୁ ନିଜ ପାଖରେ ରଖିବେ, ଯେଉଁମାନେ କି ଗାଈର ଯତ୍ନ ନେବେ ଏବଂ ତାର ଲାଳନ ପାଳନ କରିବେ, ଦେଖାଶୁଣା କରିବେ। ଏମନ୍ତ ଭାବି ସେ କିଛି ଶିଷ୍ୟ ନିଜ ପାଖରେ ରଖିଲେ। ଶିଷ୍ୟମାନଙ୍କୁ ପାଠ ପଢ଼ାଇଲେ। ଶିଷ୍ୟମାନଙ୍କୁ ବିଭିନ୍ନ ବିଦ୍ୟା ଶିକ୍ଷା ଦେଲେ। ଶିଷ୍ୟମାନେ ଘରୁ ଯାହା ଆଣିଥିଲେ ତାହା କିଛିଦିନ ପରେ ସରିଗଲା। ସେମାନଙ୍କର ଭୋଜନର ଆବଶ୍ୟକତା ପଡ଼ିଲା। ସେମାନଙ୍କୁ ପୁଣି କିଏ ତ ରାନ୍ଧି ବାଢ଼ିକି ଭୋଜନ ଦେବ, ଯାଦ୍ୱାରା ସେମାନେ ଗୁରୁକୁଳରେ ରହିବେ। ଏକଥା ଗୁରୁ ମନେ ମନେ ଚିନ୍ତା କରୁଥାନ୍ତି। ଏଇ ଭିତରେ ଜଣେ ଶିଷ୍ୟର ପିତା କହିଲେ, ମହାତ୍ମା, ଆପଣ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତୁ, ଯାଦ୍ୱାରା ଆପଣଙ୍କ ପତ୍ନୀ ଆପଣଙ୍କର ସବୁ କାର୍ଯ୍ୟ କରିଦେବେ। ଆପଣ ସମୟ କାଢ଼ି ଈଶ୍ୱରଙ୍କ ଧ୍ୟାନରେ ନିଜକୁ ନିୟୋଜିତ କରିପାରିବେ। ତେଣୁ ମୋ ମତରେ ଆପଣ ବିବାହ କରନ୍ତୁ। ଏହା ଶୁଣି ଋଷି କିଛିକ୍ଷଣ ପାଇଁ ଚିନ୍ତା କଲେ ଏବଂ କହିଲେ, ମୁଁ ଜଣେ ସନ୍ନ୍ୟାସୀ, ସନ୍ନ୍ୟାସୀରୁ ସଂସାରୀ କିଭଳି ହେବି? ବିବାହ କଲେ ମୋର ସବୁ କାର୍ଯ୍ୟରେ ବାଧା ଉପୁଜିବ। କିନ୍ତୁ ଶିଷ୍ୟ ଜଣଙ୍କର ପିତା କହିଲେ, ଦେଖନ୍ତୁ ମହାତ୍ମା, ଯଦି ଆପଣଙ୍କ ମନ ପବିତ୍ର, ତାହେଲେ ଗାଡ଼ିଆ ମଧ୍ୟ ଗଙ୍ଗା। ତେଣୁ ମନ ସ୍ଥିର ରଖି ବିବାହ କରନ୍ତୁ। ଆପଣ ବରଂ ଈଶ୍ୱରଙ୍କ କାର୍ଯ୍ୟରେ, ଈଶ୍ୱରଙ୍କ ଧ୍ୟାନରେ ସଫଳ ଭାବରେ ନିଜକୁ ନିୟୋଜିତ କରିପାରିବେ, ସମୟ କାଢ଼ିପାରିବେ। ଋଷି ମନେ ମନେ ଭାବିଲେ, ଠିକ୍ କଥା। ବାହା ହେଇଗଲେ ମୋ ସ୍ତ୍ରୀ ମୋତେ ସବୁ କାର୍ଯ୍ୟରେ ସାହାଯ୍ୟ କରିବ। ମୁଁ ସମୟ କାଢ଼ି ନିଜକୁ ଧ୍ୟାନରେ ଲଗାଇ ପାରିବି। ଏହାଦ୍ୱାରା ମୋର ଜୀବନଯାପନ ସରଳ ହେଇଯିବ। ଏହା ଭାବି ଋଷି ବାହା ହେବା ପାଇଁ ଠିକ୍ କଲେ। ସେ ଭାବିଲେ ଯେ ମୁଁ ତ ମାନସିକ ଭାବରେ ଦୃଢ଼ ଅଛି,
ମୋତେ କୌଣସି ଶକ୍ତି ବା କୌଣସି ମାୟା ନିଜ ଆଡ଼କୁ ଆକର୍ଷିତ କରିପାରିବ ନାହିଁ। ସଂସାର ଭିତରେ ରହି ମଧ୍ୟ ମୁଁ ସନ୍ନ୍ୟାସୀ ଭଳି ଜୀବନଯାପନ କରିବି। ଏମନ୍ତ ଭାବି ଋଷି ବିବାହ ବନ୍ଧନରେ ଛନ୍ଦି ହେଲେ। କିଛିଦିନ ପରେ ସେ ଦୁଇଟି ପିଲାର ଜନକ ହେଲେ। ପରିବାର, ସ୍ତ୍ରୀ, ପିଲାଛୁଆ ଏମାନଙ୍କର ଦେଖାଶୁଣା କରୁ କରୁ ଋଷିଙ୍କର ଦିନ ବ୍ୟାପିଥାଏ। ଋଷି କିଛି ସମୟ କାଢ଼ି ଈଶ୍ୱରଙ୍କ ଧ୍ୟାନରେ ନିଜକୁ ନିୟୋଜିତ କରିପାରିଲେ ନାହିଁ। ଶେଷରେ ସେ ସନ୍ନ୍ୟାସୀରୁ ସଂସାରୀ ପାଲଟିଗଲେ। ବନ୍ଧୁଗଣ, ଅନେକ ସମୟରେ ଆମେ ଭାବୁ ଯେ ଆମେ ମନେ ମନେ ନିଶ୍ଚିନ୍ତ ଭାବରେ କୌଣସି କାର୍ଯ୍ୟ କରିପାରିବା। ଆମର ଦୃଢ଼ ଇଚ୍ଛା ଆମକୁ ସଫଳତା ଦେବ। କୌଣସି ଶକ୍ତି ବା କୌଣସି ଇଚ୍ଛା ଆମକୁ ଆମ ସଫଳତାରୁ ଦୂରେଇ ନେବ ନାହିଁ। ଏହା ଆମ ମନରେ ଅହଙ୍କାରର ରୂପ ନେଇଥାଏ। ତେଣୁ ଆମେ ମାୟାରେ ପଡ଼ିଯାଇଥାଉ। ଛୋଟିଆ ଛୋଟିଆ ଇଚ୍ଛାକୁ ଆମେ ଭାବୁ, ହଁ, ଏଭଳି କ'ଣ କରିଦେଲେ କ'ଣ ଅସୁବିଧା ହେଇଯିବ। ତେଣୁ ଛୋଟ ଛୋଟ ଜିନିଷକୁ ଆମେ ଆପଣେଇ ନେଉ ନେଉ ଶେଷରେ ବଡ଼ ଜିନିଷକୁ ବା ବଡ଼ ଇଚ୍ଛାକୁ ପୂରଣ କରିବା ପାଇଁ ଆମର ମନ ହୋଇଥାଏ। ଶେଷରେ ଆମେ ସେହି ଇଚ୍ଛାର ଅଧୀନରେ ରହିଯାଇଥାଉ। ସେ ଆମକୁ ଦିନରାତି ନଚାଉଥାଏ। ଏ ତ ଥିଲା କାହାଣୀଟିଏ। ଯଦି ଭଲ ଲାଗିଛି ତାହେଲେ ଲାଇକ୍‌ଟି ନିଶ୍ଚିନ୍ତ କରିବେ। ଏଭଳି କିଛି ଆଧ୍ୟାତ୍ମିକ କାହାଣୀକୁ ନେଇ ପୁଣି ଆସିବି ଆପଣମାନଙ୍କ ପାଖକୁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।